ଏବେ ତ ବହୁତ ଭଲ ପାଳଙ୍ଗ ଶାଗ ମିଳୁଛି। ମୁଁ ଆଜି ପାଳଙ୍ଗ ଶାଗ ମୁଗ ଡାଲି ତରକାରୀ ବନେଇବି। ଥରେ ଏମିତି ମୋ ଷ୍ଟାଇଲରେ ପାଳଙ୍ଗ ଶାଗ ମୁଗ ଡାଲି ତରକାରୀ ପ୍ରସ୍ତୁତ କରନ୍ତୁ, ଦେଖିବେ ସମସ୍ତଙ୍କୁ ବହୁତ ପସନ୍ଦ ଆସିବ। ଆପଣ ଆକୁ ବହୁତ ସହଜରେ ଆଉ କମ୍ ସମୟରେ ପ୍ରସ୍ତୁତ କରି ଭାତ, ରୁଟି, ପରଟା ସହିତ ଖାଇପାରିବେ। ମୁଁ ଆକୁ ବିନା ପିଆଜ ରସୁଣରେ ବନେଇବି। ଏହାଦ୍ୱାରା ଆପଣ ଆକୁ କୌଣସି ଓଷା ବ୍ରତ ଦିନରେ ବି ପ୍ରସ୍ତୁତ କରି ଖାଇପାରିବେ। ନମସ୍କାର, ଟ୍ୱିଙ୍କଲ୍ କିଚେନ୍କୁ ଆପଣମାନଙ୍କୁ ସ୍ୱାଗତ। ପାଳଙ୍ଗ ଶାଗ ମୁଗ ଡାଲି ତରକାରୀ ପାଇଁ ମୁଁ ଏଠି 3 ପିଢ଼ା ପାଳଙ୍ଗ ଶାଗ ନେଇଛି। ମୁଁ ଏଠି ଶାଗକୁ ଭଲ ଭାବେ ବାଛିଲା ପରେ ପାଣିରେ 3 ରୁ 4 ଥର ଧୋଇକି ନେଇଯାଇଛି। ଏବେ ଆମେ ଶାଗକୁ କାଟିବା। ଆପଣ ଯେତେ ଛୋଟ ପାରିବେ ଶାଗକୁ ସେତେ ଛୋଟ ଛୋଟ କରି କାଟିକି ନେବେ। ଶାଗକୁ ପ୍ରଥମେ ଗୋଟା ଧୋଇବେ, ତାପରେ କାଟିବେ, କାରଣ ଶାଗରେ ବହୁତ ବାଲି ଆଉ ମାଟି ଥାଏ। ମୁଁ ଏଠି ସବୁ ଶାଗକୁ କାଟିକି ନେଇଯାଇଛି। ଆଉ ତରକାରୀରେ ପକାଇବା ପାଇଁ ମୁଁ ଏଠି କିଛି ପରିବା ନେଇଛି। ପରିବାରେ ମୁଁ ଏଠି ବାଇଗଣ, ଆଳୁ, କଖାରୁ, ସାରୁ ନେଇଛି। ଆପଣ ଏଥିରେ କନ୍ଦମୂଳ ବି ପକାଇ ପାରିବେ। ତାପରେ ମୁଁ ଏଠି 1 କପ୍ ମୁଗ ଡାଲି ନେଇଛି। ପରିବା, ଡାଲି ଆଉ ଶାଗର କ୍ୱାଣ୍ଟିଟି ଆପଣ ଆପଣଙ୍କ ହିସାବରେ କମ୍ ବେଶୀ କରିପାରିବେ। ମୁଁ ଏଠି ସବୁ ପରିବାକୁ ଟିକେ ଛୋଟ ଛୋଟ ଖଣ୍ଡ କରି କାଟିକି ପାଣିରେ ରଖିଛି। ଏହାଦ୍ୱାରା ବାଇଗଣ କଳା ପଡ଼ିବନି। ମୁଁ ଏଠି ଗ୍ୟାସ୍ରେ ଗୋଟେ କଡ଼େଇ ବସାଇ ଗରମ ହେବାକୁ ରଖିଥିଲି। କଡ଼େଇ ଭଲ ଭାବେ ଗରମ ହେଲା ପରେ ମୁଁ ଏଥିରେ ମୁଗ ଡାଲିକୁ ଦେଇ ଦେଉଛି। ଏବେ ଆମେ ମୁଗ ଡାଲିକୁ କଣ୍ଟିନ୍ୟୁଅସ୍ ଗୋଳେଇ ଗୋଳେଇ ଲୋ ଫ୍ଲେମ୍ରେ 3 ରୁ 4 ମିନିଟ୍ ପର୍ଯ୍ୟନ୍ତ ଭାଜିବା, ଯେମିତି ମୁଗ ଡାଲିର କଞ୍ଚା ବାସ୍ନା ପଳେଇବ। ମୁଗ ଡାଲିର ବେଶୀ କଲର୍ ଚେଞ୍ଜ କରିବେନି। ମୁଗ ଡାଲି ଏଠି ଭଲସେ ଭାଜି ହେଇଗଲାଣି। ଏବେ ଆମେ ମୁଗ ଡାଲିକୁ ଗୋଟେ ବଡ଼ ବାଉଲରେ କାଢ଼ିଦେବା। ମୁଁ ଏଠି କଡ଼େଇରେ କିଛି ପାଣି ଦେଇ ଗରମ ହେବାକୁ ରଖିଛି। ଏଥିରେ ମୁଁ ଅଧା ଛୋଟ ଚାମଚ ହଳଦୀ ଗୁଣ୍ଡ ପକାଇଛି। ଏଠି ଅପସନାଲ୍ ଅଛି। ବହୁତ ଲୋକ ଶାଗରେ ହଳଦୀ ଗୁଣ୍ଡ ପକାନ୍ତିନି। ଆପଣଙ୍କୁ ଶାଗ ତରକାରୀର ଯେମିତି କନସିଷ୍ଟାନ୍ସି ଦରକାର ତାଠୁ ଟିକେ କମ୍ ପାଣି ଦେବେ, କାରଣ ଶାଗ ସିଝିଲେ ସେଥିରୁ ପାଣି ବାହାରିବ। ପାଣି ଭଲ ଭାବେ ଫୁଟିଗଲା ପରେ ଆମେ ଏଥିରେ ଭାଜିକି ରଖିଥିବା ମୁଗ ଡାଲିକୁ ଭଲସେ ଧୋଇକି ଦେଇଦେବା। ତାପରେ ଆମେ ସବୁକୁ ଭଲ ଭାବେ ମିକ୍ସ କରି ମୁଗ ଡାଲିକୁ ହାଇ ଫ୍ଲେମ୍ରେ 2 ରୁ 3 ମିନିଟ୍ ପର୍ଯ୍ୟନ୍ତ ସିଝିବା ପାଇଁ ଛାଡ଼ିଦେବା। 2 ରୁ 3 ମିନିଟ୍ ପରେ ଦେଖିପାରୁଥିବେ ଏଠି ଡାଲି ଉପରେ ଗୋଟେ ଫେଣ ଟାଇପ୍ର ଭାସୁଛି। ଆମେ ଏଇ ଫେଣକୁ କାଢ଼ିଦେବା। ଏ ଦେହ ପାଇଁ ବିଲକୁଲ ବି ଭଲ ହେଇନଥାଏ। ଏବେ ଆମେ ସବୁକୁ ଭଲ ଭାବେ ମିକ୍ସ କରିଦେବା। ତାପରେ ଆମେ ଆକୁ କଭର କରି ଲୋ ଫ୍ଲେମ୍ରେ 7 ରୁ 8 ମିନିଟ୍ ପର୍ଯ୍ୟନ୍ତ କୁକ୍ କରିବା, ଯେମିତି ଡାଲି 50 ରୁ 60% ପର୍ଯ୍ୟନ୍ତ ସିଝିଯିବ। ମୁଁ ଏଠି ଗ୍ୟାସ୍ରେ ଗୋଟେ କଡ଼େଇ ବସାଇ ଗରମ ହେବାକୁ ରଖିଥିଲି। କଡ଼େଇ ଭଲ ଭାବେ ଗରମ ହେଲା ପରେ ମୁଁ ଏଥିରେ 4ଟା ଶୁଖିଲା ଲଙ୍କା ଦେଇଛି। ଆପଣଙ୍କୁ ଯେତିକି ରାଗ ଦରକାର ସେ ଅନୁସାରେ ଶୁଖିଲା ଲଙ୍କା ନେବେ। ଶୁଖିଲା ଲଙ୍କାକୁ 1 ରୁ 2 ମିନିଟ୍ ପର୍ଯ୍ୟନ୍ତ ଭାଜିଲା ପରେ ମୁଁ ଏଥିରେ 4 ଛୋଟ ଚାମଚ ଜିରା ଦେଇଛି। ଏବେ ଆମେ ସବୁକୁ ଭଲ ଭାବେ ମିକ୍ସ କରି ଆମେ ଆକୁ 2 ରୁ 3 ମିନିଟ୍ ପର୍ଯ୍ୟନ୍ତ ଭାଜିବା। ଏଠି ଜିରା ଲଙ୍କା ଭଲସେ ଭାଜି ହେଇଯାଇଛି। ଏବେ ଆମେ ଗ୍ୟାସ୍ ବନ୍ଦ କରିଦେବା। ଆଉ ଜିରା ଲଙ୍କାକୁ ଗୋଟେ ବାଉଲରେ କାଢ଼ି ଟିକେ ଥଣ୍ଡା ହେବାକୁ ଦେବା। ମୁଁ ଏଠି ଗୋଟେ ଛେଚା ନେଇଛି। ଏବେ ଆମେ ଏଥିରେ ଜିରା ଆଉ ଲଙ୍କାକୁ ଦେଇ ଭଲ ଭାବେ ଛେଚିକି ଗୁଣ୍ଡ ବନେଇଦେବା। ଆପଣ ଚାହିଁଲେ ଆକୁ ଗ୍ରାଇଣ୍ଡିଙ୍ଗ କରିକି ବି ନେଇପାରିବେ। ଆପଣ ଏହି ରେସିପିକୁ କେଉଁ ଜାଗାରୁ ଦେଖୁଛନ୍ତି କମେଣ୍ଟ ସେକ୍ସନରେ ଜଣାଇବେ। ଜିରା ଲଙ୍କା ଗୁଣ୍ଡ ଏଠି ରେଡ଼ି ହେଇଯାଇଛି। ମୁଁ ଆପଣଙ୍କୁ ଗୋଟେ ଛୋଟ ରିକ୍ୱେଷ୍ଟ କରୁଛି, ଯଦି ଆପଣଙ୍କୁ ଏହି ରେସିପି ଭଲ ଲାଗିବ ତାହେଲେ ଆକୁ ଲାଇକ୍ କରିବେ, ଆପଣଙ୍କ ସାଙ୍ଗମାନଙ୍କ ସହିତ ସେୟାର କରିବେ। ଯଦି ଏପର୍ଯ୍ୟନ୍ତ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ତାହେଲେ ସବସ୍କ୍ରାଇବ୍ କରିବାକୁ ଜମାରୁ ଭୁଲିବେନି। ପାଖରେ ଥିବା ବେଲ୍ ଆଇକନ୍ରେ ଅଲ୍ ନୋଟିଫିକେସନ୍ରେ କ୍ଲିକ୍ କରିବେ। ଏହାଦ୍ୱାରା ମୋ ଯେଉଁ ଭିଡ଼ିଓ ଆସିବ ଆପଣ ପ୍ରଥମେ ଦେଖିପାରିବେ। ଯଦି ଫେସବୁକ୍ରେ ଦେଖୁଛନ୍ତି ତାହେଲେ ଫଲୋ କରିବାକୁ ଜମାରୁ ଭୁଲିବେନି। 7 ରୁ 8 ମିନିଟ୍ ପରେ ମୁଁ ଏଠି ଘୋଡ଼ଣୀ କାଢ଼ି ଦେଇଛି। ଡାଲି ଏଠି 50 ରୁ 60% ପର୍ଯ୍ୟନ୍ତ ସିଝି ଯାଇଛି। ଏବେ ଆମେ ଗ୍ୟାସ୍ର ଫ୍ଲେମ୍କୁ ହାଇ କରିଦେବା। ଆଉ ଏଥିରେ କାଟିକି ରଖିଥିବା ପରିବାକୁ ଦେଇଦେବା। ତାପରେ ମୁଁ ଏଥିରେ ସ୍ୱାଦ ଅନୁସାରେ ଲୁଣ ପକାଇଛି। ଡାଲି ଆଉ ପରିବା ପାଇଁ ଯେତିକି ଲୁଣ ଦରକାର ମୁଁ ସେତିକି ଲୁଣ ପକାଇଛି। ଏବେ ଆମେ ସବୁକୁ ଭଲ ଭାବେ ମିକ୍ସ କରି ଆମକୁ ହାଇ ଫ୍ଲେମ୍ରେ 1 ରୁ 2 ମିନିଟ୍ ପର୍ଯ୍ୟନ୍ତ କୁକ୍ କରିବା।
गोटेरु 2 मिनिट पर आम सबको आउ थे भल भाव मिक्स करदे तापर आमको कभर करी लो फ्लेम रे 5 रु 6 मिनिट पर्यंत कुक करवा जेमती परिबा 50 रु 60% पर्यंत सीझी 5 रु 6 मिनिट पर मैं घोड़णी काढ़ी देइछि। एबे आमे एथिरे काटिक रखिथिबा पालंग साग को देदबा तापर आमको कभर करी हाई फ्लेम रे 2 रु 3 मिनिट पर्यंत कुक करवा जेमती साग टिके नरम है 2 रु 3 मिनिट पर मैं घोड़णी काढ़ी देइछि। साग एठी टिके नरम है जाइछि। एबे आमे एथिरे लूण पकेइबा साग पई जतिकी लूण दरकार सेतिकी लूण पकेइबे कारण आमे डाली आ परिबारे ऑलरेडी लूण पकेइछे। एबे आमे सबको आउ थे भल भाव मिक्स करदे तापर आमको कभर करी लो फ्लेम रे 3 रु 4 मिनिट पर्यंत कुक करवा जेमती डाली परिबा साग सब भल से सीझी 3 रु 4 मिनिट पर मैं घोड़णी काढ़ी देइछि। एबे आमे सबको आउ थे भल भाव मिक्स करदे मुझे आपन को देखै दउछि एठी परिबा साग डाली सब भल से सीझी जाइछि। एबे आमे सबको आउ थे भल भाव मिक्स करदे आ गैस बंद करदे। एबे आमे साग तरकारी रे दबा पई गोटे छुंक बनैबा। मुझे गोटे पैन रे अल्प किछि तेल दे गरम होबाक रखिछि। तेल जगार आपण घी नहीं पारिबे। तेल भल भाव गरम है पर मेथिरे किछि बड़ी दउछि। बड़ीर क्वांटिटी आपण हिसाब रे कम बेसी करि परिबे। एबे आमे बड़ी को भल से लाइट गोल्डन ब्राउन कलर हबा पर्यंत भाजिबा। बड़ी एटी भल से भाजी हे गलानी। एबे आमे बड़ी को गोटे बाउल ले काढ़ी दबा। तेल एटी गरम अछि। मु सेम तेल रे 2टा सुखला लंका आ गोटे छोट चामच पंच फुटण देइछि। पंच फुटण जगार आपण जीरा नहीं परिबे। पंच फुटण सुखला लंका भल से भाजी हो गला पर मुझे 1 इंचर अदा आ 2टा कंचा लंका को छेचिकी देइछि। आपन को जेतिकी राग दरकार से अनुसार कंचा लंका नेबे। एटी अदा कंचा लंका छेचा भल से भाजी हो गलानी। एटी छुंक रेडी हो जाइछि। एबे आमे गैस बंद करदबा। छुंक को साग तरकारी ऊपर देला पर आमे को कभर करी 3 रु 4 मिनिट पर्यंत रेस्ट होबाकू दबा। 3 रु 4 मिनिट पर मैं घोड़णी काढ़ी देइछि। एबे आमे गैस को आउ थे ऑन करदबा। मुझे जो भाजिकी बड़ी रखी ताकू दे दउछि। एबे आमे सबको भल भाव मिक्स करी तरकारी को आमे गोटे रु 2 मिनिट पर्यंत कुक करवा जेमती बड़ी टिके नरम है जिवो। आपण चाहिले बड़ी को छोट छोट खंड करी पकई परिबे। एटी गोटे रु 2 मिनिट हो गलानी। सबको आउ थे भल भाव मिक्स करदबा आ गैस बंद करदबा। एबे आमे एथिरे जो भजा जीरा लंका गुंड बनैकी रखिथिले सेथिरु मैं 1.5 छोट चामच भजा जीरा लंका गुंड देइछि। आपणको टेस्ट हिसाब रे भजा जीरा लंका गुंड पकेइबे। एबे आमे सबको आउ थे भल भाव मिक्स करदबा। साग मुग तरकारी एटी रेडी हो जाइछि। जदि आपन को ए साग मुग तरकारी रेसिपी भल लगी तालाकु लाइक करिवे। आपन को सांग मानक सहित शेयर करिवे। जदि एपर्यंत मो चैनल को सब्सक्राइब करि नाहंती ताले सब्सक्राइब करबा को जमार भूलिबेनी। पाखर थिया बेल आइकन ने ऑल नोटिफिकेशन ने क्लिक करिवे। एहा द्वारा मो जो वीडियो आसीबो आपन प्रथमे देखि परिबे। जदि फेसबुक रे देखुचंती ताले फॉलो करबा को जमार भूलिबेनी। थैंक यू फॉर वाचिंग।